ଆଜିର ପାଣିପାଗ ଅପଡେଟ୍। ଏ ବର୍ଷ ଓଡ଼ିଶାରେ ଗ୍ରୀଷ୍ମ ପ୍ରଭାବ ଦିନ ସଂଖ୍ୟା ଅଧିକ ରହିବ। ମାର୍ଚ୍ଚରୁ ମେ ମାସ ମଧ୍ୟରେ ଗ୍ରୀଷ୍ମ ଦିବସ ସଂଖ୍ୟା ସ୍ୱାଭାବିକଠାରୁ ଅଧିକ ରହିବ। ଓଡ଼ିଶା ସମେତ ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ଭାରତରେ ହିଟ୍‌ୱେ ଦିନ ସଂଖ୍ୟା ବଢ଼ିବ। ଦକ୍ଷିଣ ପୂର୍ବ ଭାରତରେ ଅଧିକାଂଶ ଅଞ୍ଚଳ, ଉତ୍ତର ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ଭାରତରେ କିଛି ଅଞ୍ଚଳରେ ଗ୍ରୀଷ୍ମ ପ୍ରଭାବ ଲାଗି ରହିବ। ଓଡ଼ିଶା ସମେତ ଗୁଜରାଟ, ହରିୟାଣା, ପଞ୍ଜାବ, ଦକ୍ଷିଣ ଓ ପୂର୍ବ ମହାରାଷ୍ଟ୍ର, ପୂର୍ବ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଉତ୍ତର ଆଭ୍ୟନ୍ତରୀଣ କର୍ଣ୍ଣାଟକ, ଉତ୍ତର ତାମିଲନାଡୁ ଏ ବର୍ଷ ହିଟ୍‌ୱେ ଦିବସ ସଂଖ୍ୟା ସ୍ୱାଭାବିକଠାରୁ ଅଧିକ ରହିବ। 2026 ମାର୍ଚ୍ଚ, ଏପ୍ରିଲ ଓ ମେ ମାସ ପାଇଁ ଭାରତୀୟ ପାଣିପାଗ ବିଭାଗ (IMD) ଏଭଳି ଆକଳନ କରିଛି। ତେବେ ମାର୍ଚ୍ଚ ମାସରେ ଦେଶରେ ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ସ୍ୱାଭାବିକ କିମ୍ବା ସ୍ୱାଭାବିକଠାରୁ କମ୍ ରହିବା ନେଇ IMD ପକ୍ଷରୁ ଜାରି ଆକଳନ କୁହାଯାଇଛି। ଓଡ଼ିଶା କଥା ଦେଖିଲେ ଚଳିତ ମାସଠାରୁ ଗରମ ବୃଦ୍ଧି ପାଇବ। ପଶ୍ଚିମ, କେନ୍ଦ୍ରୀୟ ଓ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଦିନର ତାପମାତ୍ରା ସ୍ୱାଭାବିକଠାରୁ 2ରୁ 3 ଡିଗ୍ରୀ ଅଧିକ ରହିବ। ଭୁବନେଶ୍ୱର, କଟକ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର, ବଲାଙ୍ଗୀର ପରି ସହରରେ ତାପମାତ୍ରା ଅଧିକ ରହିପାରେ ବୋଲି IMD କହିଛି। ସେହିଭଳି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ ଅନୁଯାୟୀ ଆସନ୍ତା 7 ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ।